जाऊँ लेफ्ट मार्केट बढ़िया सस्ता मिले बढ़िया सस्ता मिले एटा गोटे शॉपिंग मॉल बढ़िया पूरा डिस्काउंट बढ़िया अच्छी सब किसी नहीं पारे बढ़िया डिस्काउंट मिल जाए शॉपिंग मॉल टा भल गोटे गाड़ी गैरेज देखीदेवे पलि आस मार्केटा बढ़िया मार्केटा गोटे गाड़ी शोरूम पलि आस टिके अच्छी पलि आस मार्केट आम लगेदेव भाई गैरेज आम गाड़ी रोटे जगार तापर आम जीमु आठू रहा गाड़ी आमर पिंटू तार ओह्लैला तार पिंटू देखो पैंट खंडे नहीं कि जिमी बढ़िया पैंट देखा जाऊँ कौच ना भल नहीं चल पलैया जा चल पलैया कौन कर चल देखे चलो देखे आपन को मार्केट बढ़िया मार्केट रास्ता पर आस ये देख मार्केट भाई बढ़िया बढ़िया डाइस बढ़िया सामान अच्छे देखीदेवी आप कच्चा पनीपरिया बढ़िया अच्छी एक नंबर अच्छी बहुत लोक हमें सोमवार दिन हाट बसे आसवे किणाकिणी करेंगे दुकान के किणती ना 50 टଙ୍କା 1.5 किलो टमाटर कहला ये आम चलना आगक आसला को नहीं गोटे किलो पूरे की नहीं पलैबू आगू जाऊँ आग गलापर जाऊँ जिम पलि आसला गोटे जगह पिंटू कहीं नहीं फिर आगर पिंटू जाऊँ तार पचरे पिंटू गला आगर मुझे मन ना देखीदेला पिंटू कौन ये पिंटू कौन ने बोल पिंटू नहीं कि जा चल आगू टिके नहीं कि आग गलापर गोटे मूला पूरी देला तापर कहला गोटे भेंडी नहीं कि भेंडी गोटे पूरेदेन यू तापर गोटे बैगण कौला बैगण नहीं जा मना कल पलि आस रे बड़ भाई कहला बड़ भाई टेंशन से आम बड़ भाई फटो उठे पलि आसला बड़ भाई तो कौन कर चिंगुड़ी सुखिया देखी देन चिंगुड़ी सुखिया देखला आम पलि आसलु बुढ़ी गति पलि आसना भाई सौदा नापी पलि आसन के लुण देखला लुण ना पिंटू कहला लुण ना कौन कर चल देखिया कौन हम ए लुण ना भल लगे मैंने रखीदे लुणटा लुण रखीदेला पलि आसनी भाई भर किसी अल्प सौदा नहीं कि 120 टଙ୍କା है सौदा भल दिए बुढ़ीटा भल सौदाटा दिए बढ़िया ना भी सौदा तार बढ़िया बढ़िया आसे बहुत सस्ता सौदा गुड़ा सब नहीं पलि जाऊ बढ़िया भल पिंटू चल पलि कौन कर अल्प किसी कहे ना कह सोला पूरे देसी सोला पूरे देला पलि चल कौन कर पलि जा कहला कौन ना कौन आपन ना मगने किसी नहीं तो कौन कर चल नहीं कि किसी नहीं चल चल पलैया तो कौन कर चल पलैया बिल कर कहला बिल करना गपुला
ତାପରେ ବିଲ୍ କଲା ପରେ ପଳେଇ ରହେ ଗୋଟେ ଦୋକାନକୁ ପଳେଇଗଲା ଆଉ କ'ଣ କରିବା ତାପରେ ପଳେଇ ଆସିଲା ସଉଦା କିଣିକି ପୁଣି ସରିକି ତା ବିଲ୍ ଦଉ ହେଇଗଲା ଟାଇମ୍ ତାପରେ ପଇସା ଦେଲା ପଇସା ଦେଇ ସାରିଲା ପରେ କ'ଣ ଟିକେ ଗପିଲା ఎప్పటి వాంగనా నువ్వు పోతే మేలే పోదే இப்போ வாங்கல இப்போலாம் ஆளே இல்லை நான் கூட என்ன வந்து வாங்கிட்டேன் ಯಾಡಕ್ಕೆ ವಾಡವಿ ବଡ଼ ବଡ଼ ପୁରା ବଡ଼ ବଡ଼ ନୁହଁ ଭଲ ଦିଟା ପୁରା କଟାରେ ସେ ଦିଟା ଏଠୁ ପିଣ୍ଟୁ ଦେଖିଲା ଲଙ୍କା କହୁଛି ଲଙ୍କା ନେଇକି ଯିବା ବଢ଼ିଆ ଅଛି ଗୋଟେ ପୁରେଇ ଦେବା ଲଙ୍କା ପୁରେଇ ଦେଲା ପରେ ଆମେ ପଳେଇଯିବୁ ଆଗକୁ ଲଙ୍କା ଗୋଟେ 10 ଟଙ୍କା ଦେବ ବୁଢ଼ୀକୁ ଦେଇଦେବ 10 ଟଙ୍କା ହେଲେ 10 ଟଙ୍କା ନେଇଯା 20 ଟଙ୍କା ଦେବ କ'ଣ କରିବା 50 ଟଙ୍କା ବାହାର କଲା କହୁଛି ନାହିଁ 20 ଟଙ୍କା ଅଛି ନା ଦେବି 10 ଟଙ୍କା ଅଛି ନା ଦେବି କହିଲା ଚିଲ୍ଲର ବହୁତ ରଖିଛୁ ଲେଖିନ ତା କତିରେ ନାହିଁ କ'ଣ କରିବା କହିଲା 20 ଟଙ୍କା ଦେଇଥା ମୁଁ କହିଲି ନାଇଁ ହେଲା ସିଏ ତାକୁ ଦେଇଦେଲା ତାକୁ ଆଣିଲା 20 ଟଙ୍କା ଦେଇକି 10 ଟଙ୍କା ଦେଲା 10 ଟଙ୍କା ପୁରେଇ ସାରିଲା ପରେ ଦେଇଦେଲା 10 ଟଙ୍କା ମୁଁ ପଳେଇଯିବି ଅଲଗା ଜାଗାକୁ ବେଗରେ ପଇସା ମିଳିଲା କହିଲା ବେଗ ଧରିଲା ଚାଲ କହୁଛି ଚାଲ ପଳେଇବା କ'ଣ କରିବା ଆଗକୁ ଚାଲ କହୁଛି ଫୁଲକୋବିଟା କେତେ ଟଙ୍କା କେଉଁଠି ପଚାରିଲି କେଉଁଠି ମିଳିବ ଫୁଲକୋବି ଦେଖିଲେ ଅଧିକ ରେଟ୍ ମୁଁ ପଳେଇ ଆସିଲି ଆଗକୁ ଗୋଟେ ବାଇଗଣ କୁନ୍ଦୁରି ପୁରେଇଦେଲା କୁନ୍ଦୁରି ପୁରେଇଲା 20 ଟଙ୍କା 20 ଟଙ୍କା କୁନ୍ଦୁରି ବଢ଼ିଆ ଥିଲା ଆମେ ପୁରେଇଦେଲା 20 ଟଙ୍କା କୁନ୍ଦୁରି କ'ଣ କରିବା 20 ଟଙ୍କା ପୁରେଇକି ଏତେ କୁନ୍ଦୁରି କ'ଣ ହେବ ବଢ଼ିଆ ହେବ ବଢ଼ିଆ ଅଛି ବଢ଼ିଆ ହେବ ଭଲ ଖାଇବା କୁନ୍ଦୁରି ପୁରା ଆମେ ପଳେଇବା ଆଗକୁ ଧନିଆ ପତ୍ର ଦେଖିବୁ ଧନିଆ ପତ୍ରକୁ 10 ଟଙ୍କା ଗୋଟେ ପକା ନେଲା 10 ଟଙ୍କା କ'ଣ କରିବାନି ଆଗକୁ ଗଲା ପରେ ଆମେ ଦେଖିଦେଲୁ ଗୋଟେ କୋବି ଦେଖିବା କେଉଁଠି ଅଛି କୋବି ନାହିଁ ଏଠି କ'ଣ କରିବା ଆଗକୁ ଯା ମନେ କୁଆଡ଼େ ଯିବା ସେ କହୁଛି ଇଆଡ଼େ ଆଏ ମନେ ନେଇକି କୁଆଡ଼େ ଚାଲ ଯିବା ଚାଲ ମନେ କ'ଣ ନେବାରେ କହୁଛି ଏପଟେ ଯିବା ଆଏ ଗୋଟେ କୋବି ନେଇକି ଯିବା କହିଲା ଆଏ ତାପରେ ଗଲି କ'ଣ ଅଛି କ'ଣ ନେବ କୋବି ତ ଭଲ ନାହିଁ ଚାଲ ସେଠୁ ନେଇକି ଯିବା ପିଆଜ ନେଇକି ଯିବା କହିଲା ଦେଖିଲେ କେମିତି ଅଛି ଦେଖିଦେଲେ ଭଲ ଅଛି ପିଣ୍ଟୁକୁ ପଚାରୁଛି ନେବା କହିଲେ ପଚାରିଲେ କେତେ ଟଙ୍କା ପଚାରିଲା ଗୋଟେ କହିଲା 100 ଟଙ୍କାକୁ 4 କିଲୋ 100 ଟଙ୍କା 4 କିଲୋ କହିଲେ ପିଣ୍ଟୁ 100 ଟଙ୍କା 4 କିଲୋ ପିଣ୍ଟୁ କହିଲେ ଚାଲ ତାର ପିଣ୍ଟୁ ଆଗକୁ ପଳେଇଗଲା ବାଛିଦେବ ପିଆଜ ବଢ଼ିଆ ବାଛିବ ପିଆଜ ବାଛିକି ଆମେ ଏଠୁ ଚାଲିଲୁ ଆମ ଗାଡ଼ି କତିକି ଯିବୁ ୱେଟ୍ କରୁ ବଡ଼ ଭାଇ ଥିଲେ ପଳେଇବୁ ନହେଲେ ନା ବଡ଼ ଭାଇ ତ ନାହିଁ ବୋଧେ ଆମ ଦୂର ଦେଖିଲେ କହୁଛି ବଡ଼ ଭାଇ ନା ପିଣ୍ଟୁ କହୁଛି ବଡ଼ ଭାଇ ତାପରେ ପାଖ ଗଲୁ
ଆଗକୁ ଗଲୁ ତାପରେ ଗୋଟେ ଆମ ସାର୍ ଖାଲି ବସିଥିଲା ଯେଉଁ ଗଲାଟାକୁ ଦେଖିଦେଲୁ। ତା ପାଖକୁ ଗଲା ପରେ ଦେଖିଦେଲୁ ଗାଡ଼ିରେ ନାଇଁ ବଡ଼ ଭାଇ କ'ଣ କରିବ। ତାପରେ ୱେଟ୍ କର ବଡ଼ ଭାଇ ଆସୁ ଯିବା ଆଉ। ଏବେ ଆମେ ଯିବୁ ରୁମ୍, ଆମେ ଯାଉଛୁ ରୁମ୍ ଏବେ ପଳେଇ ଆସିନି ଅଧା ରାସ୍ତା ଆମେ ପଳେଇ ଯିବୁ ରୁମ୍। ଆସ ଦେଖେଇବି ରୁମ୍ ଗଲା ପରେ ଆଉ ଚାଲ ଆସ ଦେଖେଇବି ରୁମ୍। ଏଠି ATMଟି କହିଲେ 200 ମିଟର ଗଲା ପରେ 200-300 ମିଟର ଗଲା ପରେ ଗୋଟେ ପେଟ୍ରୋଲ ପମ୍ପ ପଡ଼ିବ। ପେଟ୍ରୋଲ ପମ୍ପ ତା ଅପୋଜିଟ୍ରେ ଆମ କମ୍ପାନୀ। ଓକେ। ଅଧା ରାସ୍ତା ପୁରା 500 ମିଟର ପେଟ୍ରୋଲ ପମ୍ପ ଆଉ ଟିକେ ଅଛି ପାଖରୁ 200 ମିଟର ପେଟ୍ରୋଲ ପମ୍ପ ଆସିଯିବ। ଆଉ ଆମର ପେଟ୍ରୋଲ ପମ୍ପ ପାଖରେ ଆମର କମ୍ପାନୀ, ବୁଝିଲେ ନା। ଏଇଟା ଆଉ ଟିକେ ଆଗକୁ ଅଛି ଆମର ପେଟ୍ରୋଲ ପମ୍ପ ଆସିଗଲା। ପେଟ୍ରୋଲ ପମ୍ପ ତା ଅପୋଜିଟ୍ରେ 100 ମିଟର ବି ହେବ, 50 ମିଟର ଖଣ୍ଡେ ହେବ। ସେ ସାଇଡ଼୍ରେ ଆମର କମ୍ପାନୀ ଏଇ ପଳେଇ ଆସିଲା ଆଉ ଆମର ଗେଟ୍କୁ ପଳେଇ ଆସିଲା। ଏଇଟା ହେଉଛି ଆମର କମ୍ପାନୀ ଗେଟ୍। ଓକେ ଇଏ ଆସିଲେ ପିଣ୍ଟୁ କହିଲେ ତୁମ ବଡ଼ ଭାଇ ସମସ୍ତେ ଜାଣିଛନ୍ତି ବଡ଼ ଭାଇ ହେଲେ ସମସ୍ତେ ଖୋଲିବେ। ବଡ଼ ଭାଇ କହିଲେ ସମସ୍ତେ ଖୋଲିବେ। ତାପରେ ବଡ଼ ଭାଇ ଟେନସନ୍ ହେଇଯାଉଛି ସବୁବେଳେ